আজি মুখ্যমନ୍ତ୍ରୀ নବରଙ୍ଗপুর যাଉছন পরে। হয়ে আজি আমার মুখ্যমন্ত্রী নবীন পট্টনায়ক নবরঙ্গপুর যাবার কার্যক্রম আছে। এই কার্যক্রমে মুখ্যমন্ত্রী ভিন ভিন জনকল্যাণকারী যোজনা মানকে উদ্ঘাটন করবে। ହଁ ଆଉ ଯୋଜନା ଥି 100,32,00,000 ଟଙ୍କା ଖର୍ଚ୍ଚା ହେବା ବୋଲି କହୁଛନ୍। হ্যাঁ, মুখ্যমন্ত্রী পহলা উমরকোটরু উদ্ঘাটন আরম্ভ করবে, তারপরে পরে ডাবুগাঁ ও নবরঙ্গপুরে যোজনা মাঙ্কর মূলদুয়া দেবে, ଆଉ তারপরে লোক মাঙ্কে সভারে ভাষণ দেবে। ଓହୋ ହେତିର୍ ଲାଗି ଜିଲ୍ଲା ପ୍ରଶାସନ ସୁରକ୍ଷାକେ କଡ଼ାକଡ଼ି କରିଛନ୍। ଆଉ କଂଗ୍ରେସ ବିରୋଧ କରବା ବୋଲି 4 ଜଣ କଂଗ୍ରେସ କର୍ମୀକେ ଟାଉନ୍ ଥାନାରେ ପୁଲିସ ଅଟକ ରଖିଛି। হয় ଆଉ ଦାଦା ନୂଆ ନୋଟ ଆଣିଲ ନା? হ্যাঁ, কাহলা যে ପୁନା 500,000 ଅଛେ ବେଲେ ବାରି ଦିଅନ, ଆଜି ତାର ଶେଷ ଦିନ ଏ। ହଁ ହଁ, ଆଗରୁ କୁହା ହେଇଥିଲା ନଭେମ୍ବର 24 ଅଧରାତ ତକ ଭିନ୍ ଭିନ୍ ଜରୁରୀ ଜାଗା ମାନଙ୍କୁ ଚଲବା ବୋଲି। ହଁ ଦାଦା, ସରକାରୀ ଡାକ୍ତରଖାନା, ପେଟ୍ରୋଲ ପମ୍ପ, ଧାନ ଘିନା ଇ ଟିକେଟ ଜାଗା ମନକେ ଅଚଲ ନୋଟ ଚଲେଇ ହେଉଥିଲା। ଏବେ ଇତାର ସମୟକେ ବଢ଼ାବାର ଲାଗି କିଛି ନିଷ୍ପତ୍ତି ନାଇଁ ନିଆହି। ଯେ ଆଉ ଗୋଟେ କଥା ଜାଣିଛୁ କେ, କାଣା? ଆଜି ଠାନୁ ବିଗ୍ ବଜାରରେ ବି ପଇସା ଉଠେଇ ହେବା। କେନ୍ତା? ଆରେ ଲୋକମାନେ ଡେବିଟ୍ କାର୍ଡରେ 2000 ଟଙ୍କା ତକ ଉଠେଇ ପାରବେ, ଆଉ ଇ ସୁବିଧା 260ଟା ବିଗ୍ ବଜାରରେ ଦିଆହେଇଛେ। ୱା ହେନ୍ତା ହେଲେ ଭଲ ହେଲା ତ। କାଲି ତ ବରମୁଣ୍ଡାରେ ବଡ଼ା ଭିଡ଼ ହେବା। କାଁ କରି? ଆରେ ଆମର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସୁଛନ୍ ପରେ। ହେନ୍ତା କେଁ ଅମିତ ଶାହ ଆସୁଛନ୍? ଆଉ ଇଆଡ଼େ ତ ପିସିସି ସଭାପତି ତାତି କରି ଅଛନ୍। ହଏ, ବିମୁଦ୍ରୀକରଣକେ ବିରୋଧ କରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଗୋଟେ ସାମ୍ବାଦିକ ସମ୍ମିଳନୀରେ 5ଟା ପ୍ରଶ୍ନ ପଚାରିଛନ୍। ସେ କେନ୍ଦ୍ର ସରକାରକେ ପଚାରିଛନ୍ କି ବିମୁଦ୍ରୀକରଣ ପ୍ରସ୍ତାବକେ ଲାଗୁ କରବାର ଆଗରୁ ଅମ୍ବାନୀ ଆଉ ଆଦାନୀକେ ଛାଡ଼ି କରି ଆଉ କେନ୍ କେନ୍ କୋଟିପତିମାନେ ଏଇ କଥାଟା ଜାଣିଥିଲେ, ଆଉ ସାଧାରଣ ଲୋକର ଟଙ୍କାକେ ନେଇକରି ଧନୀମାନଙ୍କର ଋଣ କାହିଁ ଯେ ଛାଡ଼ କରାହେଉଛେ। ଆଉ ବି ଦାଦା, ବିମୁଦ୍ରୀକରଣରେ 60 ଜଣ ମରସାର ଥିଲା ବେଲକେ ତାଙ୍କର ପରିବାର ଲାଗି ସରକାର କେଁ ପଦକ୍ଷେପ ନେଇଛନ୍? ଆଉ ଉପା ସରକାର ଚାଷ ଋଣ ଛାଡ଼ କରିଛେ ବେଲକେ ଏନଡିଏ ସରକାର ଇଟାକେ ଛାଡ଼ କରି ପାରବା କେଁ ବୋଲି ବି କହିଛନ୍। ଆଉ ଗୋଟେ କଥା ବି ପଚାରିଛନ୍ କି ସାଧାରଣ ଲୋକମାନକେ ଛାଡ଼ି କରି କୋଟିପତି ମାନକେ ଭଲ ପାଇବାଟା ଦେଶ ପ୍ରେମ କେଁ। ଆଉ ବି ସୂଚନା ଦେଇଛନ୍ କି କଂଗ୍ରେସ ରାଜ୍ୟ ସାରା ଜନ ଆକ୍ରୋଶ ର୍ୟାଲି କରବା। ଓହୋ, ପ୍ରଧାନମନ୍ତ୍ରୀଙ୍କର ପ୍ରତିଶ୍ରୁତି କେତେ ସଫଳ ଆଉ 15 ଦିନ ଯାଇସାରିଥିଲେ ବି ସ୍ଥିତିରେ କେତେ ସୁଧାର ଆସିছে ବୋଲି ବି ପଚରେଇଛନ୍। ଏଟା ତ ଜାଣିଲା କଥା। ଆଉ ଦାଦା ନେଇ କହନ, ଆଜିକାଲି ବସ୍ ଟ୍ରକ୍ ବଡ଼ା ଆକ୍ସିଡେଣ୍ଟ ହେଉଛି। କାଣା କିଛି ନୂଆ ଖବର ପାଇଲୁ କେ? ହଁ, ଅନୁଗୁଳ ଜରପଡ଼ା ଥାନା ଉଗି ଠାନେ ରୋଡ ଆକ୍ସିଡେଣ୍ଟ ହେଇଛେ। ଓହୋ, ସେ ଯେନ୍ କୋଟ ଭୁଇଁରୁ ଅନୁଗୁଳ ଆସୁଥିଲା ବାଟେ ଯେନ୍ ଯାତ୍ରୀବାହୀ ବସ୍କେ ସିମେଣ୍ଟ ଟ୍ରକ୍ ଧକ୍କା ଦେଇଛେ ହେଟା ତ? ହଁ ହଁ ଦାଦା, ଏଥିରେ ବସ୍ ଡ୍ରାଇଭରକେ ଜୋର ମାଡ଼ ବାଜିଛି ଆଉ 4 ଜଣ ଖନିଆ ଖାବରା ହେଇଛନ୍। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାହେଇଛି। ଯେ ଭଗବାନର ଦୟାରୁ 30ଟା ଯାତ୍ରୀମାନେ ତ ଟିକେ ଟିକେ କେ ବଞ୍ଚି ଯାଇଛନ୍। ହଁ ଦାଦା, ଆଉ ଦାଦା ଏବେ କାହିଁ ବାହାରକେ ଯିବ ବେଲେ ସ୍ୱେଟର ଜ୍ୟାକେଟ ନେଇ କରି ଯିବ, ନହେଲେ ପିନ୍ଧି କରି ଯିବ। ହଏ, ବନେ ଶୀତ ହେଲାନ, ଧୀରେ ଧୀରେ କରି ଶୀତ ବଢ଼ବାକେ ଲାଗୁଛେ। ଇଟା ତ କିଛି ନୁହେଁ, ସେ আসবার 7-8 দিন তক আউ শীত বড়ভা। মুই নি কহি, পাଣିପାଗ ନିର୍ଦ୍ଦେଶକ ଶରତ ସାହୁ କହିଛନ୍। ହଁ, ଶୁଣିଥିଲି ସେ କହୁଥିଲେ ଯେ ଫୁଲବାଣୀରେ ପରେ ସବୁଠାରୁ କମ୍ ତାପମାତ୍ରା 7.6 ଡିଗ୍ରୀ ଆଉ ଦାରିଙ୍ଗବାଡ଼ିରେ 10 ଡିଗ୍ରୀ ଅଛେ। ହଁ ଦାଦା, ଆଉ ଶୀତ ସାଙ୍ଗେ ସାଙ୍ଗେ କୁହୁଡ଼ିର ପ୍ରଭାବ ସକାଳର 9 ବଜା ତକ ଦେଖବାକେ ମିଲୁଛି। ଆରେ ହେନ୍ତା ତ ସକାଳେ ବାଇକ୍ର ହେଡ଼ଲାଇଟ୍ ଜଲେଇ କରି ଯିବାକେ ପଡ଼ବା। ହଁ ହଁ, ଯିବ ସେ।